ଚାଲନ୍ତୁ ଆଜିର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ମୋଦି ସରକାର ଜାରି କଲେ ନୂଆ ରାସନ କାର୍ଡ ଲିଷ୍ଟ। ଏହି ଲିଷ୍ଟରେ ନାମ ଥିଲେ ମିଳିବ ରାସନ କାର୍ଡ। ସେପଟେ ଯଦି କେହି କମ୍ ମୂଲ୍ୟରେ ରାସନ କାର୍ଡ ପାଇବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ସରକାର ଏବେ ବଡ଼ ଭେଟି ଦେଇଛନ୍ତି। ଏବେ ରାସନ କାର୍ଡର ନୂଆ ଲିଷ୍ଟ ଜାରି କରିଛନ୍ତି କେନ୍ଦ୍ର ସରକାର। ଯେଉଁମାନେ ନୂଆ ରାସନ କାର୍ଡ ପାଇଁ ପୂର୍ବରୁ ଆବେଦନ କରିଥିଲେ ସେମାନଙ୍କ ନାମ ଏବେ ନୂଆ ଲିଷ୍ଟରେ ଆସିଛି। ସେମାନଙ୍କୁ ଖୁବ୍ ଶୀଘ୍ର ରାସନ କାର୍ଡ ପ୍ରଦାନ କରାଯିବ। ଆଗାମୀ ଦିନରେ ରାସନ କାର୍ଡ ଲିଷ୍ଟ ଜାରି କରିବେ ମୋଦି ସରକାର। ଫଳରେ ଅକ୍ଟୋବର ମାସରୁ ଓଡ଼ିଶାର ନୂଆ ରାସନ କାର୍ଡ ଧାରୀଙ୍କୁ ରାସନ ପ୍ରଦାନ କରାଯିବ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଏହି 5ଟି ଭୁଲ ପାଇଁ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ଟଙ୍କା ଏମିତି ମିଳିବ ଆପଣଙ୍କୁ ସେକେଣ୍ଡ ପେଜରେ 5,000 ଟଙ୍କା। ଜାଣିନିଅନ୍ତୁ ଦର୍ଶକ ବନ୍ଧୁ, କାରଣ ଯେଉଁ ମହିଳାମାନେ ପୂର୍ବରୁ ଉଭୟ ଓଡ଼ିଆ ଓ ଇଂରାଜୀରେ ଭରିଛନ୍ତି ସେମାନଙ୍କୁ କେବେ ବି ସୁଭଦ୍ରା ଯୋଜନାରେ ଟଙ୍କା ପ୍ରଦାନ କରାଯିବ ନାହିଁ। ଯଦି ଆପଣ ସୁଭଦ୍ରା ଯୋଜନାରେ ଫିଲ୍ଅପ୍ କରୁଛନ୍ତି ତେବେ ଆପଣ ଗୋଟିଏ ଭାଷା ଇଂଲିଶ କିମ୍ବା ଓଡ଼ିଆରେ ଫର୍ମ ଫିଲ୍ଅପ୍ କରିବାକୁ ପଡ଼ିବ। ତା ସହିତ ଆଧାର କାର୍ଡରେ ଯେଉଁ ଡିଟେଲ୍ସ ଅଛି ଆପଣ ସେହି ଡିଟେଲ୍ସ ଆଧାରରେ ସୁଭଦ୍ରା ଫର୍ମ ଭରନ୍ତୁ। କାରଣ ସୁଭଦ୍ରା ଯୋଜନାର ଫର୍ମରେ ଅନେକ ମହିଳାମାନେ ସ୍ତ୍ରୀଙ୍କ ଜାଗାରେ ବାପାଙ୍କ ନାମ ରଖିଛନ୍ତି। ଯଦି ଆପଣଙ୍କ ଆଧାର କାର୍ଡରେ ଆପଣଙ୍କ ବାପାଙ୍କ ନାମ ରହିଛି, ଆପଣ ବାପାଙ୍କ ନାମ ନ ଦେଇ ସ୍ୱାମୀଙ୍କ ନାମ ଦେବେ, ତେବେ ଆପଣଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ଟଙ୍କା ପ୍ରଦାନ କରାଯିବ ନାହିଁ। ତା ସହିତ ଆପଣଙ୍କ ଆଧାର କାର୍ଡରେ ଯେଉଁ ଆଡ୍ରେସ୍ ଅଛି ଆପଣ ସୁଭଦ୍ରା ଯୋଜନାର ଫର୍ମରେ ସେହି ଆଡ୍ରେସ୍ ଭରନ୍ତୁ। ଯଦି ଆପଣ ଆଡ୍ରେସ୍ ଭୁଲଭାଲ କରିବେ ତେବେ ମଧ୍ୟ ଆପଣଙ୍କୁ କେବେ ବି ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ନାହିଁ। ତା ସହିତ ବ୍ୟାଙ୍କ ଖାତାରେ ଆଧାର କାର୍ଡ ଲିଙ୍କ ହେବା ସହିତ ଆପଣଙ୍କ ବ୍ୟାଙ୍କ ଖାତା ଡିବିଟି ହୋଇଥିବା ଦରକାର। ନହେଲେ ଆପଣଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ନାହିଁ। କାରଣ ବ୍ୟାଙ୍କ ଖାତା ଡିବିଟି ଓ ଆଧାର କାର୍ଡ ଲିଙ୍କ ନ ହୋଇଥିବା କାରଣରୁ 2,000 ମହିଳାଙ୍କ ସୁଭଦ୍ରା ଫର୍ମକୁ ରିଜେକ୍ଟ କରାଯାଇଛି। ଧନ୍ୟବାଦ ଦର୍ଶକ ବନ୍ଧୁ।